ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ସପ୍ତମ ଶ୍ରେଣୀ ସାହିତ୍ୟ ବହିର ଏକ ଭଲ ଗପ କହିଲେ ଅତ୍ୟୁକ୍ତି ହେବ ନାହିଁ। ପିଲାମାନେ ଏକ ରୋମାଞ୍ଚକ ବା ଅତି ସୁନ୍ଦର ଗୋଟେ ବିଷୟବସ୍ତୁକୁ ଆଲୋଚନା କରିବା, ଯାହାକି ହେଲା ମାଡ଼ହାଣ୍ଡି କଥା। ଏହି ଗପଟି ତୁମେ ଅନେକ ପୁରୁଣା କାଳରୁ ଶୁଣି ଆସୁଥିବ, ଯାହାକି ଅତ୍ୟନ୍ତ ଆନନ୍ଦଦାୟକ ଏବଂ ଶିକ୍ଷଣୀୟ ଜିନିଷ ମଧ୍ୟ ଏଥିରେ ଆମେ ପାଇପାରିବା। ଏ ଯେଉଁ ଆମର ମାଡ଼ହାଣ୍ଡି କଥାଟା ରଚନା କିଏ କରିଛନ୍ତି ନା ଗୋପାଳ ଚନ୍ଦ୍ର ପ୍ରହରାଜ ମହୋଦୟ। ସେ ତାଙ୍କର ଆବିର୍ଭାବ ହୋଇଥିଲା 1872 ମସିହା ଏବଂ ତାଙ୍କର ତିରୋଧାନ ହୋଇଥିଲା 1945 ମସିହା। ଅର୍ଥାତ୍ ଆବିର୍ଭାବ କହିଲେ କ'ଣ ନା ତାଙ୍କର ଜନ୍ମ ହୋଇଥିଲା 1872 ମସିହା ଏବଂ ତାଙ୍କର ମୃତ୍ୟୁ ହୋଇଥିଲା 1945 ମସିହାରେ। ତାଙ୍କୁ ଯଦି ଆମେ ଦେଖିବା ପିଲାମାନେ, ସିଏ ହେଉଛନ୍ତି ଜଣେ ବ୍ୟଙ୍ଗାତ୍ମକ ପ୍ରବନ୍ଧ ଓ ସଫଳ ରମ୍ୟ ରଚନାର ଲେଖକ ଭାବରେ ଗୋପାଳ ଚନ୍ଦ୍ର ପ୍ରହରାଜ ବେଶ ପରିଚିତ। ତାଙ୍କର ଭିତରେ ତୁମେ କ'ଣ ଦେଖିବାକୁ ପାଇବ ନା ବ୍ୟଙ୍ଗ ଏବଂ ଆଉ କ'ଣ ଦେଖିବ ନା ରମ୍ୟ ରଚନା ଗୁଡ଼ିକ ଦେଖିବ, ଯେଉଁ ରମ୍ୟ ରଚନା କି ସଫଳ ଭାବରେ ଲୋକ ବା ଜନମାନସରେ ପରିଚିତ ହୋଇଥିବ। 1872 ମସିହା ନଭେମ୍ବର ମାସ 26 ତାରିଖରେ ସେ କଟକ ଜିଲ୍ଲାର ସିଦ୍ଧେଶ୍ୱରପୁର ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। କେଉଁଠାରେ ଜନ୍ମଗ୍ରହଣ କରିଥିଲେ ନା କଟକ ଜିଲ୍ଲା ସିଦ୍ଧେଶ୍ୱରପୁର ଗାଁ। ସେ ଯେଉଁ ଗାଁରେ ସେ ଜନ୍ମ କରିଥିଲେ ଏବଂ ଅନେକ ଲୋକଗଳ୍ପ ସଂଗ୍ରହ କରି ସେଗୁଡ଼ିକୁ ସାଧାରଣ ଲୋକଙ୍କ ଭାଷାରେ ସେ କ'ଣ କରିଥିଲେ ନା ପ୍ରକାଶ କରିବାରେ ସେ ଥିଲେ ସିଦ୍ଧହସ୍ତ। ସିଦ୍ଧହସ୍ତ କହିଲେ କ'ଣ ନା ସେ ହେଉଛନ୍ତି ପାରଙ୍ଗମ। ଅର୍ଥାତ୍ ସେ ଲୋକମାନଙ୍କ ନିକଟରେ ଏକ କଠିନ ବିଷୟବସ୍ତୁକୁ ସେ ସରଳ ଭାବରେ ତାକୁ ବର୍ଣ୍ଣନା କରି ପହଞ୍ଚାଇ ଦେଉଥିଲେ। ଏବଂ ଏଇ ଯେଉଁ ଆମେ ମାଡ଼ହାଣ୍ଡି କଥା ବିଷୟଟି ଆଲୋଚନା କରିବା, ତାଙ୍କର ଉତ୍କଳ କାହାଣୀରୁ ଏହା ସଂଗ୍ରହ କରାଯାଇଛି। ଏଇ ଯେଉଁ ଆମେ ମାଡ଼ହାଣ୍ଡି କଥାଟା କେଉଁଠାରୁ ସଂଗ୍ରହ କରୁଛୁ ନା ଏ ଉତ୍କଳ କାହାଣୀ ଠାରୁ ଆମେ ସଂଗ୍ରହ କରୁଛୁ। ତାଙ୍କ ସଂକଳିତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ଓଡ଼ିଆ ଭାଷାର କଳା କୋଣାର୍କ ବୋଲି କୁହାଯାଏ। ଏଠି ପିଲାମାନେ କୋଶ୍ଚିନ୍ ଆସିପାରେ ଯେ କଳା କୋଣାର୍କ ବୋଲି କାହାକୁ କୁହାଯାଏ ନା ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ରଚିତକୁ କ'ଣ କୁହାଯାଇଥାଏ ନା କଳା କୋଣାର୍କ ବୋଲିକରି କୁହାଯାଇଥାଏ। ଏହି ଲୋକ ଗଳ୍ପରେ ଆମେ କ'ଣ ଦେଖିବା ନା ପରିଶ୍ରମ ନ କଲେ କିପରି କଷ୍ଟ ଭୋଗିବାକୁ ପଡ଼େ। ଆଚ୍ଛା ପିଲାମାନେ, ଆମେ ଯଦି ଜୀବନକୁ ବଞ୍ଚାଇବାର ଅଛି ତାହେଲେ ଆମକୁ ନିଶ୍ଚିତ ଭାବରେ କିଛି ନା କିଛି କର୍ମ କରିବାକୁ ପଡ଼ିବ। ସେ କାମଟା ଛୋଟ ହୋଇପାରେ କିମ୍ବା ବଡ଼ ହୋଇପାରେ। ଆମେ ଆମର ପାରୁ ପର୍ଯ୍ୟନ୍ତ ଆମେ ଚେଷ୍ଟା କରିବା କଥା। ବସି ଖାଇଲେ ତ ନଈବାଲି ମଧ୍ୟ ସରିଯାଏ। କିନ୍ତୁ ସେ ଏଠାରେ କ'ଣ କହିବା ପାଇଁ ଚାହୁଁଛନ୍ତି ନା ସେ ଚାହୁଁଛନ୍ତି ଯେ ନିଶ୍ଚିତ ଭାବରେ ଆମେ ଯଦି କର୍ମ କରିବା, ପରିଶ୍ରମ କରିବା, ତାହେଲେ ଆମର ଦେହ ମଧ୍ୟ ସୁସ୍ଥ ରହିବ ଏବଂ ଆମେ ମଧ୍ୟ କୌଣସି ପ୍ରକାର କଷ୍ଟ ଭୋଗ କରିବା ନାହିଁ। ତେଣୁ ଏହି ବିଷୟବସ୍ତୁକୁ ଟିକେ ପିଲାମାନେ ଭଲ କି ଶୁଣିବ ଏବଂ ଟିକେ ଦେଖିବ, ଯାହାଫଳରେ ଅନେକ ଗୁଡ଼ିଏ ଏଠାରେ ଶିକ୍ଷଣୀୟ ବିଷୟବସ୍ତୁ ରହିଛି, ତାକୁ ଆମେ ଆଲୋଚନା କରିବା। ଯେତେବେଳେ ଆମେ ଏହି ଗପଟାକୁ ଆରମ୍ଭ କରିବା ପିଲାମାନେ, ଏକ ଦେଶରେ କ'ଣ ହେଇଛି ନା ଗୋଟେ ଚକୁଳିଆ ପଣ୍ଡା ଥିଲେ। ଚକୁଳିଆ ପଣ୍ଡା କହିଲେ କ'ଣ, ଜଣେ ବ୍ୟକ୍ତି, ଭଦ୍ର ବ୍ୟକ୍ତି, ତାଙ୍କୁ କ'ଣ ବୋଲି କୁହାଯାଉଥିଲା ନା ଚକୁଳିଆ ପଣ୍ଡା ବୋଲି କୁହାଯାଉଥିଲା ଏବଂ ସିଏ ଭାରି ଗରିବ। ସେ ଯେଉଁ ଚକୁଳିଆ ପଣ୍ଡାଟା କ'ଣ ନା ଗରିବ ଲୋକ। ସିଏ ମାଆଟିଏ ଏବଂ ପୁଅଟିଏ ସେମାନେ ରହୁଥିଲେ। ତାଙ୍କର ଜଣେ ମାଆ ଥିଲେ ଏବଂ ନିଜେ ଚକୁଳିଆ ପଣ୍ଡା 2 ଜଣ ହିଁ ଥିଲେ ଗୋଟେ ପରିବାରରେ। ପୁଅ ନୀତି କ'ଣ କରୁଥିଲେ ନା ଭିକ ମାଗୁଥିଲେ ଏବଂ ଯେତିକି ଜିନିଷ ମିଳୁଥିଲା ତାକୁ ନେଇକି ତାଙ୍କ ମାଆକୁ ମଧ୍ୟ ସେ କ'ଣ କରୁଥିଲେ ପରିବେଷଣ କରୁଥିଲେ ଏବଂ 2 ଜଣ ମାଆ ପୁଅ ମିଶିକି ସେ ଯେଉଁଟା ଭିକ ପାଉଥିଲେ ତାକୁ ଖାଉଥିଲେ। 6 ଗାଁ ଗଲେ ସେରେ ଆଣେ, 9 ଗାଁ ଗଲେ ସେରେ ଆଣେ। ଅର୍ଥାତ୍ 6ଟା ଗାଁକୁ 9ଟା ଗାଁକୁ ଯାଇକି ଏମାନେ କ'ଣ କରୁଛନ୍ତି ନା ଭିକ ମାଗି ମାଗି ଆଣୁଛନ୍ତି ଏବଂ ତାକୁ କ'ଣ କରୁଛନ୍ତି ଇଏ ଖାଉଛନ୍ତି। ଏମିତିକା ମହାପ୍ରଭୁଙ୍କ ମାୟା ତ ଦିନେ ସେ ଚକୁଳିଆ ପଣ୍ଡା କେତେ ଆଡ଼ ବୁଲିଲା ଯେ ସେରକ କଥା ତେଣିକି ଥାଉ, ତାକୁ ପୋଷେ ଚାଉଳ ସୁଦ୍ଧା ଭିକ ମିଳିଲା ନାହିଁ। ଶ୍ରୀ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ
ତାଙ୍କର ଅପାର କରୁଣାରୁ କ'ଣ ହେଇଛି ନା ୟାକୁ ବା ଚକୁଳିଆ ପଣ୍ଡାକୁ ମୁଠେ କ'ଣ ହେଇଛି ନା ଚାଉଳ ମଧ୍ୟ ମିଳିଲା ନାହିଁ। ଟିକେ ମୁଠିଏ ବା ପୋଷେ ଚାଉଳ ଯେଉଁଟା କୁହାଯାଉଛି ତାକୁ କିଛି ମଧ୍ୟ ଚାଉଳ ମିଳିଲା ନାହିଁ। ଯେତେବେଳେ ଚାଉଳ ମିଳିନାହିଁ ସେ କ'ଣ କରୁଛି ନା ଗାଁ ଗାଁ ବୁଲିଛି ଏବଂ ଗାଁ ଗାଁ ବୁଲିବା ସମୟରେ ତାକୁ କୌଣସି ପ୍ରକାର ଜିନିଷ ମିଳିନାହିଁ। ତ ପିଲାମାନେ ଭିକ ନ ମିଳିବାରୁ କ'ଣ ହେଇଛି ନା ଚକୁଳିଆ ପଣ୍ଡାଟା ବିଚାରାଟା କାନ୍ଦି ବୋବାଇ ମାନେ ପଳେଇ ଆସିଛି। ଦେଖିଲା ଯେ କୌଣସି ଜାଗାରେ କ'ଣ ହେଲା ନା ଭିକ ମିଳିଲା ନାହିଁ। ଯେତେବେଳେ ଭିକ ମିଳିନାହିଁ ସେ ନିଶ୍ଚିତ ଭାବରେ କାନ୍ଦିବ। ତେଣୁ ସେ କ'ଣ କରୁଛି ନା କାନ୍ଦିଛି। ବିଚାରିଲା ମାନେ ସେ ନିଜେ କ'ଣ କରୁଛି ନା ଯୋଜନା କରୁଛି ବା ଚିନ୍ତା କରୁଛି ଆଉ ଏ ନିର୍ଲଜ ମୁହଁ ଦେଖେଇବାକୁ ଘରକୁ ଯିବି ନାହିଁ। ଯେତେବେଳେ ମା ପାଖରେ ଯିବ ନିଶ୍ଚିତ ଭାବରେ ମା ପଚାରିବ ପୁଅ କ'ଣ କ'ଣ ଆଣିଲୁ, ଭିକରେ କ'ଣ କ'ଣ ପାଇଛୁ, ତାକୁ ଦେ ଖାଇବା ଆମେ, ଯେହେତୁ ଆମକୁ ଭୋକ ଲାଗୁଛି। ତେଣୁ ସିଏ କ'ଣ କହିଲେ ଯେହେତୁ ମୁଁ ଆଜି କୌଣସି ଜିନିଷ ପାଇନାହିଁ ତେଣୁ ମୁଁ ଆଉ ଏ ନିର୍ଲଜ ମୁହଁଟା ନେଇକି ମୋ ମା ପାଖକୁ ମୁଁ ଯିବି ନାହିଁ। ତେଣୁ ସେ କ'ଣ କଲେ ୟା ବିଚାରି ଚୋରକୁ ମାନ କରି ଖପରାରେ ଖାଇଲା ଭଳିଆ କାନ୍ଧରେ ତୁଚ୍ଛା ଜାଉଁଳିଟିଏ ପକାଇ ଯାଉଥାଏ। ସେ କ'ଣ କରୁଛି ନା ଗୋଟେ ଖପରି ଧରିଛି ଏବଂ ଖାଇଲା ଭଳିଆ କ'ଣ କରୁଛି ନା ସେ ଆକ୍ଟିଂ କରି ଚାଲିଛି। ଗୋଟେ ମାନେ ସେ କ'ଣ କରୁଛି ପିଲାମାନେ ଖାଇଲା ଭଳିଆ ତା'ର କାନ୍ଧରେ ଗୋଟେ ପକାଇଛି ଏବଂ ସେ ଆଗକୁ ଚାଲି ଚାଲି ଯାଉଛି। ଯାଇ ଖଣ୍ଡେ ଦୂରରେ ଦେଖିଲା ବେଳକୁ ଗୋଟିଏ ଉତ୍ତମ ସୁନ୍ଦର ପଦ୍ମ ପୋଖରୀଟିଏ ଥିଲା। ଏଇ ଯେଉଁ ପୋଖରୀଟା ସେ ଦେଖିଛି ଏବଂ ଏ ପୋଖରୀକୁ ସେ ଦେଖିକି କ'ଣ କରୁଛି ନା ସେଠି ଛିଡ଼ା ହେଇକି ରହିଯାଇଛି ଏବଂ ସେଥିରେ କଳା ଭଅଁର ଭଳି ପାଣି ଥାଏ। ଯେଉଁ କଳା ରଙ୍ଗର ଭଅଁର ମାନେ ଥାନ୍ତି ସେଇଭଳିଆ କ'ଣ ହେଇଛି ନା ତା'ର ଯେଉଁ ପାଣିର ରଙ୍ଗଟା କଳା ଦେଖାଯାଉଛି। ପୋଖରୀ ଚାରିପାଖ ଯାକ ଶଙ୍ଖ ମଲମଲ ପଥରରେ ପାହାଚ ବସିଛି। ସେ ଯେଉଁ ପୋଖରୀର ଚାରିପାଖରେ କ'ଣ ଦେଖାଯାଉଛି ନା ଶଙ୍ଖର ତିଆରି ଗୋଟେ ପଥର ସଦୃଶ ଚକ୍ 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 କରୁଥାଏ। ୟାର ତ ସେତେବେଳେ ଭୋକ ଶୋଷରେ କରଡ଼ି ଜଳୁଥାଏ। ତା'ର ଭୋକରେ ପେଟ ଜଳି ଯାଉଛି ସତେ ଯେମିତି ମୂଷା ଗୁଡ଼ାକ ପେଟରୁ ଦୌଡ଼ି ଯାଉଛନ୍ତି। ଏ କ'ଣ କରିବ ତାକୁ ଆଉ ବୁଦ୍ଧିବାଟ ଦିଶୁନଥାଏ। ତାହାର ଭୋକରେ ତା ମୁଣ୍ଡ ଆଉ କାମ କରୁନଥାଏ। ସେ କ'ଣ କରିବ କ'ଣ ନାହିଁ ସେ ବିଚାର କରିପାରିଲା ନାହିଁ। ଏ ପାଣିକି ଦେଖିଲା କ୍ଷଣି ୟା ମନରେ ଭାରି ଲୋଭ ହୋଇଗଲା। ସେ ଯେଉଁ ପାଣିକୁ ଦେଖିଦେଲା ଶଙ୍ଖ ମଲମଲ ଏବଂ ଭଅଁରର ରଙ୍ଗ ସଦୃଶ ସେ ପାଣିର ରଙ୍ଗ ତାକୁ ଦେଖି ୟାର ମନ ଲୋଭିଗଲା। ଇଏ ଆଉ କିଛି ବିଚାରି ପାରିଲା ନାହିଁ ବା କିଛି ଜାଣିପାରିଲା ନାହିଁ ଏବଂ ଜୀବନ ବିକଳରେ ପାଣି କୂଳ ପାହାଚ ଉପରେ ଲତ୍ କିନା ବସିଗଲା। ସିଏ କିଛି ଜାଣିପାରିଲା ନାହିଁ, ବୁଝିପାରିଲା ନାହିଁ। ତେଣୁ ସେ କ'ଣ କଲା ନା ସେ ଯେଉଁ ପାଣିର ମାନେ କୂଳରେ ପାହାଚ ଉପରେ ବସି ପଡ଼ି ଚିନ୍ତାରେ ଲାଗିଗଲା। ଦେଖିଲା ସେ କାଚ କେନ୍ଦୁ ଭଳିଆ ପାଣି ମୁନ୍ଦିକ ହୋଇଛି ଯେ ସେ ଯେଉଁ ପାଣିର ରଙ୍ଗଟା ଏତେ ସ୍ୱଚ୍ଛ ସ୍ଫଟିକ ମାନେ ଧଳା ଦେଖାଯାଉଛି ସତେ ଯେମିତି କାଚର ସଦୃଶ ତାକୁ ମାନେ ଜଣାପଡ଼ୁଛି, କାଚ କେନ୍ଦୁ ଭଳିଆ ଜଣାପଡ଼ୁଛି ପାଣି ଗୁଡ଼ିକ। ତେଣୁ ସେ କ'ଣ ହେଲା ନା ସେ ପାଣିକୁ ଦେଖିକି ସେ ରହିଗଲା ଏବଂ ସାତ ତଳ ପାଣିରେ ରୂପା ପାତିଆ ଟିକିଏ ପକାଇଦେଲେ ଉପରକୁ ଫୁଟି ଜକ୍ ଜକ୍ ଦିଶିବ। ଯଦି ଆମେ ରୂପାର ପାତିଆ ଗୋଟେ ପକାଇଦେବା ସେଇ ପାଣିରେ ମାନେ ସେ ପାଣିର କେତେ ସ୍ୱଚ୍ଛ ଅଛି ପିଲାମାନେ ଭାବି ଦେଖ। ଯେଉଁଟାକି ଆମେ ନିଜ ମୁହଁ ଦେଖିଲେ ମଧ୍ୟ ଦେଖାଯିବ, କାଚ ଭଳିଆ ଦେଖାଯାଉଛି। ତେଣୁ ସେ କହୁଛନ୍ତି କ'ଣ ନା ଯଦି ଆମେ ସେ ରୂପା ପାତିଆ ତାକୁ ସେଠି ପକାଇଦେବା ଦ୍ୱାରା କ'ଣ ହେବ ନା ତାହା ଉପରକୁ ପୁରା ସ୍ୱଚ୍ଛ ସ୍ଫଟିକ ଭାବରେ ଦେଖାଯିବ। କେଉଁ ଜାଗାରେ ତୁମର ରୂପା ପାତିଆ ପଡ଼ିଛି ତୁମେ ଯାଇକି ନେଇ ମଧ୍ୟ ମାନେ ଆଣିପାରିବ। ସେଇଟା ଏତେ ସଫା ଥିଲା ସେ ପାଣି ଗୁଡ଼ିକ ଏବଂ ତାହା ଜଗ୍ ଜଗ୍ ଦିଶୁଥିଲା। ଚକୁଳିଆ ପଣ୍ଡା ସେ ପାଣିରୁ ଚଳ କରି ତା ଡାହାଣ ହାତରେ ଧରୁଥାଏ, ମାନେ ଟିକେ ଟିକେ ପାଣି ଆଣିକି ଧରୁଥାଏ ତା'ର ଡାହାଣ ହାତରେ। ଏଣେ ମନକୁ ବାଆଁରେଇବା ପାଇଁ ମୁହଁରେ କହି ହେଉଥାଏ ଭାତ ଖାଉଁ, ଡାଲି ଖାଉଁ, ଦୁଧ ଖାଉଁ, ମହୁରି ଖାଉଁ, ଆମ୍ବିଳ ଖାଉଁ, କ୍ଷୀରି ଖାଉଁ। ସିଏ କ'ଣ କରୁଛି ନା ତା ମାନେ ପେଟରେ ଭୋକ ଯେହେତୁ ଅଛି ସିଏ ବିଚାରିଛି ଯେ ମୁଁ କ'ଣ କରିବି ନା ଖାଇଲା ଭଳିଆ ଟିକେ ମନକୁ ଶାନ୍ତ ଯେମିତି ହେବ। ସେ ପାଣିଟା ଏତେ ତା'ର ମନକୁ ଲୋଭି ଯାଇଥାଏ ଯେ ସେ ପାଣିକୁ ଦେଖିକି ସେ କ'ଣ କରୁଥାଏ ନା ମୁଁ ଏଟା ଖାଉଁ, ମୁଁ ସେଟା ଖାଉଁ, ମୁଁ କ୍ଷୀରି ଖାଉଁ, ଭାତ ଖାଉଁ, ଡାଲି ଖାଉଁ, ଆମ୍ବିଳ ଖାଉଁ,
କ୍ଷୀରି ଖାଉଁ। ଏଇଭଳିଆ ସେ କ'ଣ କରୁଛି ପିଲାମାନେ ଏହି ଚିତ୍ରରେ ତୁମେ ଦେଖିବାକୁ ପାଇବ। ଏଠି ଇଏ କ'ଣ କରୁଛି, ଏଠି ଖାଉଛି। ଠିକ୍ ଅଛି କି ନାହିଁ? ସେ ଖାଇଲା ଭଳିଆ ଆକ୍ଟିଂ କରୁଛି ହେଲା। ଏବଂ ସେ କ'ଣ କହୁଛି ନା କାକରା ଖାଉଁ, ନାନମାନ ଖାଉଁ, ପଟଲି ଖାଉଁ, ଚକୁଲି ଖାଉଁ, ସବୁ ଏମିତି ଖାଉଁ ଖାଉଁ ଚଲେଇଛି। ଏମିତି ଗୋଟିଏ ଦରବ ନାଁ ଧରୁଥାଏ, ଚଳେ ଲେଖାଏଁ ପାଣି ପିଉଥାଏ। ଜିନିଷ ଗୋଟିଏ ନାଁ କହୁଥିବ ଏବଂ ତାକୁ ପାଣି ଢୋକେ ପିଉଥିବ, ପିଉଥିବ ଏମିତି ସେ ଚଲେଇଛି। ସେ ପୋଖରୀରେ ଗଙ୍ଗା ମାତା ଥାଆନ୍ତି। ଯେଉଁ ପୋଖରୀରେ ଇଏ ଅଛି ସେ ପୋଖରୀରେ କ'ଣ ହେଇଥାଏ ନା ସେଠାରେ ଗଙ୍ଗା ମାତା ଥାଆନ୍ତି। ଯାହାଫଳରେ ଗଙ୍ଗା ମାତା କ'ଣ ପିଲାମାନେ ତାଙ୍କର ଯେଉଁ ପାଣିଟା ଅତି ସ୍ୱଚ୍ଛ ନିର୍ମଳ ଏବଂ ତାହା ନିର୍ମାଲ୍ୟ ସଦୃଶ। ତେଣୁ ଚକୁଳିଆ ପଣ୍ଡାର ଡାକ ତାଙ୍କ କାନକୁ ବାଜିଲା। ଚକୁଳିଆ ପଣ୍ଡାର ଡାକଟା ମାଆଙ୍କର କାନକୁ ଲାଗିଲା ବା ବାଜିଲା। ଗଙ୍ଗା ମାତା ତ ଉଡ଼ିଗଲା ଚଢ଼େଇର ପେଟ କଥା ଜାଣିପାରନ୍ତି। ଗଙ୍ଗା ମାତା ସବୁ କିଛି ଜାଣନ୍ତି, ସେ ତ ନିଜେ ଦେବୀ। ତ ଚକୁଳିଆ ପଣ୍ଡାର ମନ କଥା ଜାଣିପାରିଲେ ଏବଂ ସେ ତ କାହା ବିକଳ ସହିପାରନ୍ତି ନାହିଁ। କିଏ ଯଦି କାନ୍ଦୁଥିବ ତାହେଲେ ତାକୁ ସହିପାରିବେ ନାହିଁ। ୟା ଡାକ ଶୁଣି ମନେ ମନେ ବିଚାରିଲେ, ଏ ଚକୁଳିଆ ପଣ୍ଡାଟି ସିନା ଭୋକ ବିକଳରେ ଏମିତି ହେଉଛି। ସେ ଜାଣିଗଲେ ଯେ ଇଏ ଚକୁଳିଆ ପଣ୍ଡା କ'ଣ କରୁଛି ନା ଇଏ ଭୋକରେ ସେମିତି ହେଉଛି। ତେଣୁ ମୁଁ ୟାକୁ ସାହାଯ୍ୟ କରିବାକୁ ପଡ଼ିବ ଏବଂ ଦେବତାଙ୍କୁ ବା ଅବା କେଉଁ ଦରବ ଅପୂରବ। ତେଣୁ ଗଙ୍ଗା ମାତା ତ ହେଉଛନ୍ତି ଜଣେ ଦେବୀ। ସିଏ ଚାହିଁଲେ ତ ଯେଉଁ ଜିନିଷ ଚାହିଁଲେ ସେଇ ଜିନିଷ ଗଢ଼ି ଦେଇପାରିବେ। ତେଣୁ ତାଙ୍କୁ କୌଣସି ଜିନିଷ ଆଉ ଅପୂର୍ବ ରହିନାହିଁ। ଅପୂର୍ବ ବୋଲିଆ କୌଣସି ଜିନିଷ ତାଙ୍କ ପାଖରେ ନାହିଁ। ସବୁକିଛି ଜିନିଷ ସମ୍ଭବ ତାଙ୍କ ପାଖରେ। ସେ କ'ଣ କଲେ ନା ଚକୁଳିଆ ପଣ୍ଡା ଯେତକ ଦରବ ନାଁ ଧରି ଚଳାଏ ଚଳାଏ ପାଣି ପିଉଥାଏ, ସେତକ ବାରଜ କରି ଦନାଟି ମାନଙ୍କରେ ଭରାଭର କରି ଗୋଟିଏ ହାଣ୍ଡିରେ ସଜାଡ଼ିଲେ ଏବଂ ହାଣ୍ଡି ଉପରକୁ ତେଲୁଣିଟିଏ କଣ୍ଟି କାଣ୍ଟି କରି ଘୋଡ଼େଇ ଦେଲେ। ଏ ଚକୁଳିଆ ପଣ୍ଡାଟି ଯେଉଁଠି ବସିଥିଲା ସେଇଠିକି ତୁନି କରି ଭସେଇ ଦେଲେ। ଯେତିକି ଦରବ କ'ଣ କରୁଥିଲା ନା ଚକୁଳିଆ ପଣ୍ଡା ନାଁ ଧରିକି ପାଣି ପିଉଥିଲା, ସମସ୍ତ ଜିନିଷକୁ ଦନାମାନଙ୍କରେ ଭର୍ତ୍ତି କରି ଗୋଟେ ମାଠିଆରେ ଏବଂ ଉପରେ କ'ଣ କରିଛନ୍ତି ନା ଗୋଟିଏ ତେଲୁଣି ଯେଉଁଟା ଘୋଡ଼ାଇବା ପାଇଁ ତାକୁ ବ୍ୟବହାର କରାଯାଇଥାଏ, ସେ ତେଲୁଣିକୁ ସେ ଦେଇଛନ୍ତି ଏବଂ ଦେଇକି କ'ଣ କରୁଛନ୍ତି ନା ଯେଉଁଠି ଚକୁଳିଆ ପଣ୍ଡା ବସିଥିଲା ସେ ପାଖକୁ ସେ ମାଟି ହାଣ୍ଡିକୁ କ'ଣ କରୁଛନ୍ତି ନା ଭସେଇ ଦେଇଛନ୍ତି। ଯାହାଫଳରେ ଚକୁଳିଆ ପଣ୍ଡା ପାଖରେ ଆସିକି ସେଇଟା କ'ଣ ହେଇଛି ନା ଲାଖି ଯାଇଛି। ହାଣ୍ଡି ଭାସି ଭାସିକା ୟା ପାଖରେ ଆସି ଲାଗିଗଲା। ଚକୁଳିଆ ପଣ୍ଡା ଏ ହାଣ୍ଡିକି ଦେଖି ଭାରି ଆଚମ୍ବିତ ହେଲା। ଚକୁଳିଆ ପଣ୍ଡା ୟାକୁ ଦେଖିଦେଲା ଏବଂ ଦେଖିଦେଇକି କ'ଣ କରୁଛି ନା ଆଶ୍ଚର୍ଯ୍ୟ ହେଇଯାଇଛି। ଏଥିରେ କ'ଣ ଅଛି ଦେଖେ। ସେ ଭାବିଲା ଏଠି କ'ଣ ଅଛି ଦେଖିବାକୁ ପଡ଼ିବ। ୟା ବିଚାରି ସେ ତେଲୁଣିଟିକି କାଢ଼ିଦେଲା ବେଳକୁ ତା ଭିତରେ ଦିବ୍ୟ ସରୁ ଘିଅ, ଅନ୍ନ, ଡାଲି, ମହୁର, ଆମ୍ବିଳ, କ୍ଷୀରି, ପିଠା ଭଳିକି ଖଞ୍ଜା ହୋଇଛି। ଏଠାରେ ସେ ଯେତକ ଦ୍ରବ୍ୟ କହିଥିଲା ସେତକ ଦ୍ରବ୍ୟ ସବୁ କ'ଣ ହେଇଛି ନା ଏଠାରେ ସେ ଭର୍ତ୍ତି କରିକି ପଠାଇଛନ୍ତି। ସେଥିରୁ ସବୁ ବାମ୍ଫ ବାହାରୁଥାଏ, ପୁରା ଗରମ ଚୁଲିରୁ କାଢ଼ିଲା ଭଳିଆ ସେଠୁ ଗ୍ୟାସ୍ ବାହାରୁଛି। ଏବଂ ୟା ଦେଖି ଆନନ୍ଦରେ ତାକୁ ଆଉ ବୁଦ୍ଧିବାଟ ଦିଶୁ ନଥାଏ। ସେ ଯେତେବେଳେ ଦେଖିଦେଲା ୟା ମୁଣ୍ଡ ଆଉ କାମ କରିଲା ନାହିଁ। ମୁଁ କ'ଣ କରିବି ସେ କିଛି ଜାଣିପାରିଲା ନାହିଁ। ସେ ହାଣ୍ଡିକି ପାହାଚ ଉପରକୁ ଉଠେଇ ଆଣିଲା ଏବଂ ତାକୁ ତ ଭାରି ଭୋକ କରୁଥାଏ। ସେ ସବୁ ହାଣ୍ଡିକୁ କ'ଣ କଲା ନା ଉପରକୁ ନେଇ ଆସିଲା ଏବଂ ତାକୁ ତ ଭାରି ଭୋକ। ସେ ହାଣ୍ଡିରୁ ପଦାର୍ଥ ଯାକ କାଢ଼ି ପେଟ ପୁରା କରି ଖାଇଲା। ସେ କ'ଣ କଲା ନା ହାଣ୍ଡିରେ ଯେତକ ଜିନିଷ ଥିଲା ସମସ୍ତ ଜିନିଷକୁ ସେ ଖାଇଦେଲା। କାହିଁକି? ତାକୁ ଭୋକ ଲାଗୁଥିଲା। ସେ ଯେତେବେଳେ ପେଟ ପୁରି ଯାଇଛି, ଜଣେ ମଣିଷ ତ କେତେ ଏମିତି ଖାଇବ? ଗୋଟେ ମଣିଷ କେତେ ଖାଇବ ପିଲେ? 1 କିଲୋ 2 କିଲୋ ହିଁ ଖାଇପାରିବ, ତାଠୁ ତ ଅଧିକ ଖାଇପାରିବ ନାହିଁ। ସେ ମଣିଷଟିଏ ଯେତିକି ଖାଇବା କଥା ସେତିକି ଖାଇଲା। ଯେତକ ଖାଇବାର ଖାଇଲା, ଦେଖିଲା ବେଳକୁ ସେ ପଦାର୍ଥରୁ କଣେ ସୁଦ୍ଧା ସରି ନଥାଏ। ସେ ବିଚାର କରୁଛି ଯେ ଏ ଦନାରେ ମୁଁ କ'ଣ କରୁଛି, ଯେତିକି ଖାଉଛି ସରୁ ନାହିଁ। ଜଣେ ମଣିଷ ଖାଇଲେ କେତେ ଖାଇବ, କିନ୍ତୁ ତାହା ସରୁ ନଥାଏ। ସେ ଯେତକ ବଳିଲା ସେତକ ଗୋଟି କାଟି କରି ସେ ହାଣ୍ଡିରେ ପୂରେଇଲା। କହିଲା ୟାକୁ ମୁଁ ଘରକୁ ନେବି ଯେ ମୋ ମା' ଖାଇବ, ବାକି ଯାହା ବଳିବ ଫେର୍ ଦୌଡ଼ା ଖାଇବି। ମୁଁ ୟାକୁ କ'ଣ କରିବି, ଯାହା ଖାଇପାରିଲି ନାହିଁ ତାକୁ ନେଇକି ଯିବି ଏବଂ ତାକୁ ମୋ ମା'କୁ ଦେବି। ମୋ ମା' ଖାଇସାରିଲା ପରେ ମୁଁ ଆହୁରି ଓଳିରେ ପୁଣି ତାକୁ ଫେର୍ ଖାଇବି। ଅର୍ଥାତ୍
ମଣିଷ ପିଲେ ଭୋକ ସମୟରେ ଯେକୌଣସି ଜିନିଷ ବି କରିପାରେ। ତେଣୁ ଭୋକ ଏମିତି ଗୋଟିଏ ଜିନିଷ ତାକୁ ଅସ୍ଥିର କରିଦେବ। ଏଠି କ'ଣ କରୁଛି ନା ଚକୁଳିଆ ପଣ୍ଡା ହାଣ୍ଡିକୁ ନେଇକି ତା ମା' ପାଖକୁ ଯାଉଛି। ତ ପିଲାମାନେ ଆଜି ପାଇଁ ଏତିକି। ଧନ୍ୟବାଦ। ଥ୍ୟାଙ୍କ ୟୁ ଟୁ ଅଲ୍। ପୁଣି ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ଲାଇକ୍ ସେୟାର ନିଶ୍ଚିତ କରିବାକୁ ଅନୁରୋଧ। ଧନ୍ୟବାଦ। ଥ୍ୟାଙ୍କ ୟୁ ଟୁ ଅଲ୍।